નમસ્કાર. ઓમ નમઃ ભગવતે વાસુદેવાય. આજે અમે ପୁଣି ଥରେ ଶ୍ରୀମଦ୍ ଭଗବଦ୍ ଗୀତାର ଗଭୀର ଜ୍ଞାନ ସମୁଦ୍ରରେ ବୁଡ଼ିବାକୁ ଯାଉଛେ. ନମସ୍କାର। ହଁ, ଗୀତାର ଜ୍ଞାନ ତ ଅସରନ୍ତି। ଆମେ ସମସ୍ତେ ଜାଣନ୍ତି ଏ ଜ୍ଞାନ ସିଧାସଳଖ ଭଗବାନ ଶ୍ରୀକୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ କହିଥିଲେ. ଅର୍ଜୁନଙ୍କୁ ହଁ, ଯେତେବେଳେ ଅର୍ଜୁନ ପୁରା ବିଷାଦରେ ଥିଲେ. ଏକଦମ। ତ ଆଜି ଆମର ଲକ୍ଷ୍ୟ ହେଉଛି ଦ୍ୱିତୀୟ ଅଧ୍ୟାୟ ମାନେ ସାଂଖ୍ୟଯୋଗର କିଛି ବହୁତ ମହତ୍ୱପୂର୍ଣ୍ଣ ଶ୍ଲୋକ। ବିଶେଷ କରି 55, 56 ଆଉ 57 ନମ୍ବର ଶ୍ଲୋକ. ହଁ, ଯେଉଁଠି ଭଗବାନ ସ୍ଥିତପ୍ରଜ୍ଞ ବ୍ୟକ୍ତିର ଲକ୍ଷଣ କହୁଛନ୍ତି। ଏଇଟା ବହୁତ ମୂଳ କଥା। ଠିକ୍. ତେଣୁ ଆମେ ଚାହୁଁଛୁ ଶ୍ରୋତାମାନେ ପୁରା ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, କାରଣ ଏଥିରେ ବହୁତ ଗଭୀର କଥା ଅଛି. ନିଶ୍ଚୟ ନିଶ୍ଚୟ। ଆଉ ଯଦି ଏମିତି ଆଲୋଚନା ଭଲ ଲାଗୁଛି ତେବେ ଆମ ଚ୍ୟାନେଲକୁ ସବସ୍କ୍ରାଇବ କରିବାକୁ ବି ଭୁଲିବେନି. ଚାଲନ୍ତୁ ତାହେଲେ ଆରମ୍ଭ କରିବା. ହଁ, ତ ଆପଣ ଯେମିତି କହିଲେ ଏ ଶ୍ଲୋକଗୁଡ଼ିକ ଗୀତାର ସାର। ଏହା ଆସିଛି କୋଉଠୁ ନା 54 ନମ୍ବର ଶ୍ଲୋକରେ ଅର୍ଜୁନ ପଚାରିଥିଲେ। ହଁ, ସେ ପ୍ରଶ୍ନଟା ମନେ ଅଛି, ସ୍ଥିତପ୍ରଜ୍ଞସ୍ୟ କା ଭାଷା? ହଁ, ସ୍ଥିତପ୍ରଜ୍ଞସ୍ୟ କା ଭାଷା ସମାଧିସ୍ଥସ୍ୟ କେଶବ ସ୍ଥିତଧୀଃ କିମ୍ ପ୍ରଭାଷେତ୍ କିମାସୀତ୍ ବ୍ରଜେତ୍ କିମ୍। ମାନେ, ହେ କେଶବ, ସେ ଯେଉଁ ସ୍ଥିର ବୁଦ୍ଧିବାଲା ଲୋକ, ସମାଧିରେ ଥିବା ଲୋକ, ତାର ଲକ୍ଷଣ କ'ଣ? କେମିତି କଥା କୁହେ, କେମିତି ବସେ, କେମିତି ଚାଲେ? ଆଚ୍ଛା. ତ ଭଗବାନ ଏଇଠୁ ଉତ୍ତର ଦେବା ଆରମ୍ଭ କଲେ 55 ନମ୍ବର ଶ୍ଲୋକରୁ। ଏକଦମ. ତ ପ୍ରଥମେ 55 ନମ୍ବର ଶ୍ଲୋକଟି ଦେଖିବା। ଭଗବାନ କହୁଛନ୍ତି, ପ୍ରଜାହାତି ୟଦା କାମାନ୍ ସର୍ବାନ୍ ପାର୍ଥମନୋଗତାନ୍ ଆତ୍ମନ୍ୟେବାତ୍ମନା ତୁଷ୍ଠଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ। ପ୍ରଜାହାତି ୟଦା କାମାନ୍ ସର୍ବାନ୍ ପାର୍ଥମନୋଗତାନ୍ ଆତ୍ମନ୍ୟେବାତ୍ମନା ତୁଷ୍ଠଃ ସ୍ଥିତପ୍ରଜ୍ଞସ୍ତଦୋଚ୍ୟତେ। ଏହାର ଅର୍ଥ ହେଲା, ହେ ପାର୍ଥ, ଯେତେବେଳେ ମଣିଷ ମନ ଭିତରେ ଥିବା ସବୁ କାମନାକୁ ମାନେ ବାସନାକୁ ପୁରାପୁରି ଛାଡ଼ିଦିଏ। ସବୁ କାମନା? ହଁ, ସର୍ବାନ୍ କାମାନ୍ ମନୋଗତାନ୍, ମନରେ ଉଠୁଥିବା ସବୁ କାମନା। ଆଉ କେମିତି ଛାଡ଼େ? ନା, ନିଜ ଭିତରେ ନିଜ ଆତ୍ମାରେ ହିଁ ସନ୍ତୁଷ୍ଟ ରହିକି। ଯେତେବେଳେ ଏମିତି ହୁଏ ସେତେବେଳେ ତାକୁ ସ୍ଥିତ ପ୍ରଜ୍ଞା କୁହାଯାଏ। ଏଇଟା ହେଲା ମୂଳଦୁଆ, ଭିତରର ସନ୍ତୋଷ। କିନ୍ତୁ ଏଇ ଯୋଉ ସବୁ କାମନାକୁ ତ୍ୟାଗ କରିବା କଥା, ଏଇଟା ଟିକେ ବୁଝିବା କଷ୍ଟ। ଜୀବନରେ ତ କେତେ ଇଚ୍ଛା ଥାଏ, ଆବଶ୍ୟକତା ଥାଏ, ସେ ସବୁ ଛାଡ଼ିଦେଲେ ଚଳିବ କେମିତି? ବହୁତ ଭଲ ପ୍ରଶ୍ନ। ଦେଖନ୍ତୁ, ଏଠି କାମନା ମାନେ ସାଧାରଣ ଇଚ୍ଛା ବା ଦରକାର କଥା କୁହାଯାଉନି। ଏଠି କୁହାଯାଉଛି ସେଇ କାମନା ବିଷୟରେ ଯାହା ସ୍ୱାର୍ଥପର, ଯାହା ବାସନାର ଉପରେ ଥାଏ, ଯାହା ଆମକୁ ବାହାର ଜିନିଷ ଉପରେ ନିର୍ଭର କରାଏ। ବୁଝିଲେ? ଯେମିତି କିଛି ପାଇବାର ଲୋଭ, କିଛି ହେବାର ଲାଳସା। ପ୍ରଜାହାତିର ଅର୍ଥ ଖାଲି ଛାଡ଼ିବା ନୁହେଁ, ମୂଳରୁ ଓପାଡ଼ିବା। ଆଚ୍ଛା, ମୂଳୋତ୍ପାଟନ। ଏକଦମ। ଆଉ ସେ ଜାଗା ଖାଲି ରହିବନି। ସେଇଟା ଭରିବ କେମିତି? ନା ଆତ୍ମନ୍ୟେବ ଆତ୍ମନା ତୁଷ୍ଟଃ, ନିଜ ଆତ୍ମାର ଆନନ୍ଦରେ, ଭିତରର ଶାନ୍ତିରେ। ଯେତେବେଳେ ଭିତରଟା ପୂରିଯାଏ, ବାହାର ଜିନିଷ ପାଇଁ ଆଉ ସେଥିରେ ଟଣାଟଣି ରହେନା। ଏଇଟା ଦମନ ନୁହେଁ, ଏଇଟା ଟ୍ରାନ୍ସଫର୍ମେସନ, ରୂପାନ୍ତରଣ। ବୁଝିଲି। ଭିତର ଆନନ୍ଦ ଆସିଲେ ବାହାର ଲୋଭ କମିଯିବ। ଏଇଟା ହେଲା ଭିତରର ଅବସ୍ଥା। ତେବେ ଯିଏ ଏମିତି ଭିତରେ ସ୍ଥିର, ସେ ବାହାର ଦୁନିଆର ସୁଖ ଦୁଃଖକୁ କେମିତି ସାମ୍ନା କରେ? ଏଇଟା ବୋଧେ ପର ଶ୍ଲୋକରେ ଅଛି, 56 ନମ୍ବର। ବିଲକୁଲ ଠିକ୍। ଏଇ ଯୋଉ ଭିତରର ସ୍ଥିତି, ତାର ବାହାର ପ୍ରକାଶ କେମିତି ହୁଏ, ସେଇଟା ହିଁ 56 ନମ୍ବର ଶ୍ଲୋକ କହୁଛି। ଶ୍ଲୋକଟି ହେଲା, ଦୁଃଖେଷୁ ଅନୁଦ୍ବିଗ୍ନମନଃ ସୁଖେଷୁ ବିଗତ ସ୍ପୃହାଃ वीतराग भय क्रोधा स्थित धीर मुनि रुच्यते। 56. दुःखेष्वनुद्विग्न मनः सुखेषु विगत स्पृहा वीतराग भय क्रोधाः स्थित धीर मुनि रुच्यते। ଏଠି ତିନିଟା ମୁଖ୍ୟ ଲକ୍ଷଣ କହିଲେ ଭଗବାନ। ପ୍ରଥମକା ହେଲା ଦୁଃଖେଷୁ ଅନୁଦ୍ବିଗ୍ନ ମନଃ, ମାନେ ଦୁଃଖ ଆସିଲେ ମନଟା ଉଦ୍ବିଗ୍ନ ହୁଏନି, ବିଚଳିତ ହୁଏନି। ଏମିତି କେମିତି ସମ୍ଭବ? ଦୁଃଖ ହେଲେ ତ ମନ ଖରାପ ହେବା ସ୍ୱାଭାବିକ। ସ୍ୱାଭାବିକ ସାଧାରଣ ମଣିଷ ପାଇଁ। କିନ୍ତୁ ସ୍ଥିତପ୍ରଜ୍ଞ କ'ଣ ଜାଣେ? ସେ ଜାଣେ ଦୁଃଖଟା ଜୀବନର ଗୋଟେ ଅଂଶ, ଆଉ ଏଇଟା ସବୁବେଳେ ରହିବନି, ଅସ୍ଥାୟୀ। ସେ ନିଜକୁ ଖାଲି ଶରୀର ବା ମନ ଭାବେନି, ସେ ଜାଣେ ସେ ହେଉଛି ଅବିନାଶୀ ଆତ୍ମା। ତ ଦୁଃଖ ଆସିଲେ ବି ସେ ଭିତରେ ସ୍ଥିର ରହେ। ଯେମିତି ଭାବନ୍ତୁ, ଭଗବାନ ରାମ ସୀତା ହରଣ ପରେ କେତେ ଦୁଃଖ ପାଇଥିବେ, କିନ୍ତୁ ପୁରା ବିବେକ ହରେଇ ଦେଇନଥିଲେ। ସ୍ଥିର ରହିକି ଆଗକୁ କ'ଣ କରିବେ ଭାବିଲେ। ସେଇଟା ହେଲା ଅନୁଦ୍ବିଗ୍ନ ମନା। ଓହୋ, ବୁଝିଲି। ମାନେ ଦୁଃଖକୁ ଅନୁଭବ କରିବ, କିନ୍ତୁ ସେଥିରେ ଭାସିଯିବନି, ସ୍ଥିର ରହିବ। ଏକଦମ। ଦ୍ୱିତୀୟ ଲକ୍ଷଣ, ସୁଖେଷୁ ବିଗତ ସ୍ପୃହ। ସୁଖ ଆସିଲେ ସ୍ପୃହା ରହେନି, ମାନେ ଲାଲସା ବା ଆସକ୍ତି ରହେନା।
ଏଟାର ଅର୍ଥ କ'ଣ ସେ ସୁଖକୁ ପସନ୍ଦ କରେନି, ଖୁସି ହୁଏନି? ନା ନା, ସେମିତି ନୁହେଁ। ସେ ସୁଖକୁ ଉପଭୋଗ କରେ, କିନ୍ତୁ ସେଥିରେ ବାନ୍ଧିଏ ଯାଏନି। କାରଣ ସେ ଜାଣେ ସୁଖ ବି ତ ସବୁଦିନ ରହିବନି। ଯଦି ସ୍ପୃହା ବା ଲାଳସା ରହିବ, ତାହେଲେ ସୁଖ ଚାଲିଗଲେ ଦୁଃଖ ହେବ, ଆଉ ସୁଖ ଥିଲାବେଳେ ବି ତାକୁ ହରିବାର ଭୟ ରହିବ। ହଁ, ସେ ଭୟଟା ତ ରହେ। କିନ୍ତୁ ଯିଏ ବିଗତ ସ୍ପୃହ, ସେ ସୁଖ ଆସିଲେ ଗ୍ରହଣ କରେ, ଗଲାବେଳେ ବି ସହଜରେ ଛାଡ଼ିଦିଏ। ଯେମିତି ରାଜା ଜନକଙ୍କ କଥା କୁହାଯାଏ, ରାଜମହଲରେ ରହି ବି ପୁରା ଅନାସକ୍ତ। ଏଠି ମୂଳ କଥା ହେଲା ସୁଖକୁ ଅନୁଭବ କରିବା ଆଉ ସୁଖ ପାଇଁ ଲାଳସା ରଖିବା ଭିତରେ ଯୋଉ ଫରକ ଅଛି ତାକୁ ବୁଝିବା। ବା, ଏ ପାର୍ଥକ୍ୟଟା ବହୁତ ସୂକ୍ଷ୍ମ କିନ୍ତୁ ଜରୁରୀ। ଆଚ୍ଛା, ଆଉ ତୃତୀୟ ଲକ୍ଷଣ? ଭୀତ ରାଗ ଭୟ କ୍ରୋଧ। ରାଗ, ଭୟ, କ୍ରୋଧରୁ ମୁକ୍ତ। ଏଇଟା ତ ମଣିଷର ବଡ଼ ଶତ୍ରୁ ପରି। ଏଥିରୁ ମୁକ୍ତି କେମିତି? ଏଇଟା ଟିକେ ଅଲଗା ଲାଗୁଛି। ଅଲଗା ନୁହେଁ, ବରଂ ଏଇଟା ହେଉଛି ମଣିଷରୁ ଦୁର୍ବଳତାର ଉପରକୁ ଉଠିବା। ଦେଖନ୍ତୁ, ରାଗ ମାନେ ଆସକ୍ତି, ଆଟାଚମେଣ୍ଟ। କୌଣସି ଜିନିଷ ବା ଲୋକ ପ୍ରତି ବେଶୀ ମୋହ, ସେଇଟା ଗଲେ କଷ୍ଟ ହୁଏ। ସ୍ଥିତପ୍ରଜ୍ଞ ସବୁଥିରେ ସମାନ ଭାବ ରଖେ, ତେଣୁ ସେ ବନ୍ଧନ ନଥାଏ। ଭୟ, ମୁଖ୍ୟତଃ କିଛି ହରେଇବାର ଭୟ, ଧନ, ମାନ, ପ୍ରିୟଜନ, ଏମିତିକି ନିଜ ଶରୀର। କିନ୍ତୁ ଯିଏ ଆତ୍ମଜ୍ଞାନୀ, ସେ ଜାଣେ ଆତ୍ମା ତ ଅମର, ତେଣୁ ପ୍ରକୃତରେ କିଛି ହରେଇବାର ନାହିଁ। ଶରୀର ନାଶର ଭୟ ବି ତାକୁ ବେଶୀ ବିଚଳିତ କରେନି। ଆଚ୍ଛା। ଆଉ କ୍ରୋଧ? କ୍ରୋଧ କେତେବେଳେ ଆସେ? ଯେତେବେଳେ ଆମ ଇଚ୍ଛା ପୂରଣ ହୁଏନି। ହଁ, ଠିକ୍। କିନ୍ତୁ ଆମେ ପୂର୍ବ ଶ୍ଲୋକରେ 55 ଦେଖିଲେ ସ୍ଥିତପ୍ରଜ୍ଞତା ସବୁ କାମନା ଛାଡ଼ି ଆତ୍ମାରେ ସନ୍ତୁଷ୍ଟ। ଯେଉଁଠି କାମନା ହିଁ କମିଗଲା ବା ନାହିଁ, ସେଠି ଆଉ ଇଚ୍ଛା ପୂରଣ ନ ହେବାର ପ୍ରଶ୍ନ କାହିଁ? ତେଣୁ କ୍ରୋଧ ବି ଆସିବନି। ଓହୋ, ତାହେଲେ ରାଗ, ଭୟ, କ୍ରୋଧ ନାହିଁ ମାନେ ସେ କାଠ ପଥର ପରି ନୁହେଁ, ବରଂ ଏ ଭାବନାଗୁଡ଼ିକର ମାଲିକ ହୋଇଯାଇଛି, ତାର ଦାସ ହୋଇ ରହିନି। ଏକଦମ ସଠିକ୍। ଏବେ ଯେମିତି ଇମୋସନାଲ ଇଣ୍ଟେଲିଜେନ୍ସ କଥା କୁହାଯାଉଛି, ନିଜ ଭାବନାକୁ ବୁଝିବା, କଣ୍ଟ୍ରୋଲ କରିବା। ଲାଗୁଛି ସ୍ଥିତପ୍ରଜ୍ଞ ଅବସ୍ଥା ହେଉଛି ଏହାର ସବୁଠୁ ଉଚ୍ଚ ସ୍ତର। ନିଶ୍ଚୟ କହିପାରିବା। ସ୍ଥିତପ୍ରଜ୍ଞ ଭାବନାକୁ ଅନୁଭବ କରେ, କିନ୍ତୁ ସେଇ ଭାବନା ତାକୁ ଚଲାଏନି। ସେ ରିଆକ୍ସନ୍ ଦିଏନି, ରେସ୍ପନ୍ସ ଦିଏ, ଭାବିଚିନ୍ତି, ସଚେତନ ହୋଇ। ସେଥିପାଇଁ ତ ଶ୍ଲୋକ ଶେଷରେ କହିଲେ, ସ୍ଥିତଧୀଃ ମୁନିଃ ଉଚ୍ୟତେ। ଏମିତି ସ୍ଥିର ବୁଦ୍ଧିବାଲା ଲୋକ ହିଁ ପ୍ରକୃତ ମୁନି, ମାନେ ମନନଶୀଳ, ଜ୍ଞାନୀ। ସେ ସଂସାରରେ ରହିବ, କାମ କରିବ, କିନ୍ତୁ ଭିତରେ ସ୍ଥିର ରହିବ। ବହୁତ ବଢ଼ିଆ ଭାବେ ବୁଝେଇଲେ। ତ 55-56 ନମ୍ବର ଶ୍ଲୋକରେ ଆମେ ଦେଖିଲେ ଭିତରେ ସ୍ଥିତି ଆଉ ବାହାର ବ୍ୟବହାର। 57 ନମ୍ବର ଶ୍ଲୋକରେ ଆଉ କ'ଣ ବିଶେଷ କଥା ଅଛି? 57 ନମ୍ବର ଶ୍ଲୋକ ଏଇ ଭାବନାକୁ ଆହୁରି ଟିକେ ସ୍ପଷ୍ଟ କରୁଛି। ସାଧାରଣ ଭାବେ ଯେକୌଣସି ପରିସ୍ଥିତି, ଭଲ ହେଉ କି ମନ୍ଦ ହେଉ, ସେଠି ପ୍ରତି ସ୍ଥିତପ୍ରଜ୍ଞର ମନୋଭାବ କେମିତି ଥାଏ, ସେଇଟା କହୁଛି। ଶ୍ଲୋକଟି ହେଲା, ୟଃ ସର୍ବତ୍ରାନଭିସ୍ନେହ ତତ୍ତତ୍ପ୍ରାପ୍ୟ ଶୁଭାଶୁଭମ୍ ନାଭିନନ୍ଦତି ନା ଦ୍ୱେଷ୍ଟି ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। 57। यः सर्वत्राणभिस्नेह तत्तत्प्राप्य शुभाशुभम् नाभिनन्दति न द्वेष्टि तस्य प्रज्ञा प्रतिष्ठिता। ଅନଭିସ୍ନେହ। ହଁ, ଏହାର ଅର୍ଥ ହେଲା, ଯେଉଁ ଲୋକ ସବୁଥିରେ ଅନଭିସ୍ନେହ, ମାନେ ସ୍ନେହ ବା ଆସକ୍ତି ରଖେନି, ସେ ଯେତେବେଳେ କିଛି ଶୁଭ, ଭଲ ବା ଅଶୁଭ, ମନ୍ଦ ଫଳ ପାଏ, ସେତେବେଳେ ସେ ନା ବେଶୀ ଖୁସିରେ ନାଚି ଉଠେ, ନ ଅଭିନନ୍ଦତି, ନା ଦ୍ୱେଷ କରେ ବା ଦୁଃଖ କରେ, ନ ଦ୍ୱେଷ୍ଟି। ଯାହାର ଏମିତି ସ୍ଥିତି, ତାହାର ବୁଦ୍ଧି ହିଁ ସ୍ଥିର, ପ୍ରଜ୍ଞା ପ୍ରତିଷ୍ଠିତା। ଏଠି ଅନଭିସ୍ନେହ ମାନେ ମମତା ବା ଆସକ୍ତି ନାହିଁ। ତା ଅର୍ଥ ନୁହେଁ ଯେ ପ୍ରେମ ବା କରୁଣା ନାହିଁ। ଆଚ୍ଛା, ଆସକ୍ତିର ଅଭାବ, ପ୍ରେମର ନୁହେଁ। ହଁ, ସେ ଭଲ ଫଳ ପାଇଲେ ଉଛୁଳି ପଡ଼ିବନି, ଆଉ ଖରାପ ଫଳ ପାଇଲେ ଭାଙ୍ଗି ପଡ଼ିବନି। ସବୁ ପରିସ୍ଥିତିରେ ସମାନ, ସମତୁଲ। ଏଇଟା ହିଁ ପ୍ରକୃତିରେ ସ୍ଥିର ବୁଦ୍ଧି। ତାହେଲେ ଏଇ ତିନିଟା ଶ୍ଲୋକ 55, 56, 57 ମିଶିଗଲେ ସ୍ଥିତପ୍ରଜ୍ଞର ଗୋଟେ ପୁରା ଚିତ୍ର ମିଳିଯାଉଛି। ଏକଦମ। ଭିତରେ ଆତ୍ମସନ୍ତୋଷ, ବାହାରେ ଦୁଃଖ ସୁଖରେ ସମାନ ଭାବ, ରାଗ, ଭୟ, କ୍ରୋଧରୁ ମୁକ୍ତି, ଆଉ ଶୁଭ ଅଶୁଭ ଫଳରେ ବି ଅନାସକ୍ତି। ବାଃ, ଏଇଟା ତ ବହୁତ ଉଚ୍ଚ ଆଦର୍ଶ। ହଁ, ନିଶ୍ଚୟ। ଆମ ଭଳି ସାଧାରଣ ଲୋକ ପାଇଁ ଏହା କେତେ ଦୂର ସମ୍ଭବ? ମାନେ ଏ ଦିଗରେ ଯିବା ପାଇଁ କିଛି ପ୍ରାକ୍ଟିକାଲ ଷ୍ଟେପ୍ସ, କିଛି ବ୍ୟାବହାରିକ ଉପାୟ ଅଛି କି? ନିଶ୍ଚୟ ଅଛି। ଦେଖନ୍ତୁ, ଗୀତା ଖାଲି ଆଦର୍ଶ ଦେଖାଇନି, ସେଠି ପହଞ୍ଚିବାର ବାଟ ବି ଦେଖାଏ। ଆମେ ହୁଏତ ଗୋଟିଏ ଦିନର ସ୍ଥିତପ୍ରଜ୍ଞ ହୋଇଯିବାନି,
କିନ୍ତୁ ଚେଷ୍ଟା ତ କରିପାରିବା ଧୀରେ ଧୀରେ। ହଁ, ସେ ଚେଷ୍ଟାଟା କେମିତି କରିବା? କିଛି ଛୋଟ ଛୋଟ କଥା, ଯେମିତି ପ୍ରଥମ କଥା ହେଲା ସଚେତନତା ବଢ଼େଇବା, ଆୱେୟାରନେସ୍। ଦିନ ଭିତରେ ଯେତେବେଳେ ମନରେ ଦୁଃଖ ଲାଗୁଛି କି ବହୁତ ଖୁସି ଲାଗୁଛି କି କାହା ପ୍ରତି ବେଶୀ ମୋହ ଆସୁଛି କି ଡର ଲାଗୁଛି କି ରାଗ ଆସୁଛି, ସେତେବେଳେ ତାକୁ ଟିକେ ଦେଖିବା, ଚିହ୍ନିବା। ଖାଲି ଚିହ୍ନିବା, ଦବେଇବା ନାହିଁ। ନା, ଦବେଇଲେ ଓଲଟା ହୁଏ। ଖାଲି ସଚେତନ ହେଲେ, ଦେଖିଲେ ତାର ଜୋର ଟିକେ କମିଯାଏ। ଦ୍ୱିତୀୟରେ, ରିଆକ୍ସନ୍ ଦେବା ଆଗରୁ ଟିକେ ରହିଯିବା, ପଜ୍। କିଛି କଷ୍ଟକର ପରିସ୍ଥିତି ହେଲା, ରାଗ ମାଡ଼ି ଆସୁଛି, କିଛି କହିଦେବା ଆଗରୁ 1 ମିନିଟ୍ ନିଶ୍ୱାସ ନେବା। ଏତିକିରେ ଆମେ ଭାବନାର ବଶରୁ ଟିକେ ବାହାରି ଆସିପାରିବା। ହଁ, ଏଇଟା କାମ ଦିଏ। ତୃତୀୟରେ, ଅନାସକ୍ତିର ଅଭ୍ୟାସ। କିଛି ଭଲ ହେଲା, ସଫଳତା ମିଳିଲା, ଖୁସି ହେବା, କୃତଜ୍ଞ ହେବା, କିନ୍ତୁ ମନେ ରଖିବା ଏଇଟା ସବୁଦିନ ପାଇଁ ନୁହେଁ। ଏହାକୁ ନେଇ ଅହଙ୍କାର ନ କରିବା କି ଏଥିରେ ପୁରା ମାତି ନ ଯିବା। ଫଳ ଅପେକ୍ଷା କାମ ଉପରେ ବେଶୀ ଧ୍ୟାନ ଦେବା। ଫଳାସକ୍ତି, ତ୍ୟାଗ କରିବା ଭଳି। ହଁ, ସେଇଆ। ଆଉ ଚତୁର୍ଥ, ଭିତରର ଶାନ୍ତି ଖୋଜିବା, ଯେମିତି ଧ୍ୟାନ କରିବା, କିଛି ଜପ କରିବା, ଭଲ ବହି ପଢ଼ିବା, ସ୍ୱାଧ୍ୟାୟ, କାହାର ବିନା ସ୍ୱାର୍ଥରେ ସାହାଯ୍ୟ କରିବା, ସେବା, କି ଭଲ ଲୋକଙ୍କ ସଙ୍ଗରେ ମିଶିବା, ସତ୍ସଙ୍ଗ। ଏସବୁ କଲେ ଭିତରଟା ଟିକେ ଶକ୍ତ ହୁଏ। ଭିତରୁ ଆନନ୍ଦ ମିଳିଲେ ବାହାରର ସୁଖ ଦୁଃଖର ପ୍ରଭାବ ଆପେ ଆପେ କମିଯାଏ। ବାଃ, ଏଇ ଉପାୟଗୁଡ଼ିକ ତ ସତରେ ବହୁତ ବ୍ୟବହାରିକ ଲାଗୁଛି। ତାମାନେ ଗୀତାର ଜ୍ଞାନ କେବଳ ଦର୍ଶନ ନୁହେଁ, ଏକ ପ୍ରାକ୍ଟିକାଲ ଗାଇଡ୍ ଫର୍ ଲାଇଫ୍, ଜୀବନ ଜୀବାର କଳା। ନିଶ୍ଚୟ। ତେବେ ଆଜି ଆମେ ଯେଉଁ 3ଟି ଶ୍ଲୋକ 55ରୁ 57 ଦେଖିଲେ, ତାର ମୁଖ୍ୟ ସନ୍ଦେଶକୁ ଯଦି ଗୋଟିଏ ଲାଇନରେ କହିବା। ହଁ, କହିବାକୁ ଗଲେ ଭଗବାନ କହୁଛନ୍ତି, ପ୍ରକୃତ ସ୍ଥିର ବୁଦ୍ଧି କାହାର, ଯିଏ 1. ମନରୁ ସବୁ ସ୍ୱାର୍ଥପର ଇଚ୍ଛା ଛାଡ଼ି ନିଜ ଆତ୍ମାରେ ହିଁ ଖୁସି ରହେ, V55। 2. ଦୁଃଖରେ ଭାଙ୍ଗି ପଡ଼େନି, ସୁଖରେ ମାତି ଯାଏନି, ଆଉ ରାଗ ଭୟ କ୍ରୋଧରୁ ମୁକ୍ତ, V56। ଏବଂ 3. ଭଲ ହେଉ କି ମନ୍ଦ, ସବୁ ଫଳକୁ ସମାନ ଭାବରେ ଦେଖେ, ବେଶୀ ଖୁସି କି ବେଶୀ ଦୁଃଖ କରେନା, V57। ଏମିତି ଲୋକ ହିଁ ସ୍ଥିତପ୍ରଜ୍ଞ, ଯାହାର ବୁଦ୍ଧି ପକ୍କା। ଏଇଟା ହିଁ ତ ଯୋଗର ଗୋଟେ ବଡ଼ କଥା, ସମତ୍ୱମ୍। ବାଃ, ବହୁତ ସୁନ୍ଦର ଭାବରେ ସାରାଂଶ କଲେ। ଆଶା କରୁଛି ଆମ ଶ୍ରୋତାମାନଙ୍କ ପାଇଁ ଗୀତାର ଏହି ଅମୂଲ୍ୟ ଜ୍ଞାନର ଆଲୋଚନା ନିଶ୍ଚୟ କିଛି ନୂଆ ଦିଗ ଦେଖେଇଥିବ। ଆଶା ତ ସେୟା। ଆମ ଦୈନନ୍ଦିନ ଜୀବନରେ ଆମେ ଯେତେ ସବୁ ଦ୍ୱନ୍ଦ୍ୱ ଭିତରେ ଯାଉଛେ, ଦୁଃଖ, ସୁଖ, ଆସକ୍ତି, ଭୟ, କ୍ରୋଧ, ସେସବୁରୁ ଟିକେ ଉପରକୁ ଉଠି ଗୋଟେ ସ୍ଥିର, ଶାନ୍ତ, ସମାନ ଭାବର ବୁଦ୍ଧି ପାଇବା କେତେ ଜରୁରୀ, ଆଉ ତାହା ଆମ ଜୀବନକୁ କେତେ ଶାନ୍ତିପୂର୍ଣ୍ଣ କରିପାରେ, ଏଇଟା ଭାବିବାର କଥା। ହଁ, ଆଉ ଏଇ ଆଲୋଚନା ଶେଷରେ ସମସ୍ତଙ୍କ ପାଇଁ ଗୋଟେ ଛୋଟ ଚିନ୍ତନ ପାଇଁ ପ୍ରଶ୍ନ। କୁହନ୍ତୁ। ଆଜିକାଲିକା ଦୁନିଆ, ଯେଉଁଠି ଏତେ ଚାପ, ଏତେ ପ୍ରତିଯୋଗିତା, ଏତେ ଜିନିଷ ଆମ ଧ୍ୟାନକୁ ବାହାରକୁ ଟାଣୁଛି, ସେଠି ଗୀତାରେ କୁହାଯାଇଥିବା ଏଇ ସ୍ଥିତଧୀ ଅବସ୍ଥା, ମାନେ ଭିତରର ସ୍ଥିରତା, ଏଇଟା ପାଇଁ ବା କେତେ ରେଲେଭେଣ୍ଟ, କେତେ ପ୍ରାସଙ୍ଗିକ? ବହୁତ ଭଲ ପ୍ରଶ୍ନ। ଆଉ ଯଦି ଲାଗୁଛି ହଁ ଏଟା ଦରକାର, ତେବେ ଆସନ୍ତା ଗୋଟେ ସପ୍ତାହ ଭିତରେ ଆମେ ଏ ଦିଗରେ ଗୋଟେ ଛୋଟ କନସିୟସ୍ ଷ୍ଟେପ୍, ଗୋଟେ ସଚେତନ ପଦକ୍ଷେପ କ'ଣ ନେଇପାରିବା? ଖାଲି ଗୋଟିଏ, ଏଇଟାକି ଭାବିବାକୁ ଚେଷ୍ଟା କରନ୍ତୁ। ନିଶ୍ଚୟ, ଏହା ଭାବିବା ଦ୍ୱାରା ହିଁ ଆରମ୍ଭ ହେବ। ତେବେ ଯଦି ଆଜିର ଏ ଗଭୀର ଆଲୋଚନା ଆପଣମାନଙ୍କୁ ଭଲ ଲାଗିଲା, କିଛି ନୂଆ ଶିଖିବାକୁ ମିଳିଲା, ତେବେ ଏହାକୁ ନିଶ୍ଚୟ ଲାଇକ୍ କରନ୍ତୁ। ହଁ, ଲାଇକ୍ କଲେ ଆମକୁ ବି ଭଲ ଲାଗେ। ଆଉ ନିଜ ସାଙ୍ଗସାଥୀ, ପରିବାର ଲୋକଙ୍କ ସହ ସେୟାର କରନ୍ତୁ। ସମସ୍ତେ ଭଗବାନ ଶ୍ରୀକୃଷ୍ଣଙ୍କର ଏ ଅମୃତ ବାଣୀରୁ କିଛି ଲାଭ ପାଆନ୍ତୁ, ତାଙ୍କ କୃପା ପାଆନ୍ତୁ। ଏକଦମ। ଆଉ ଆମକୁ ଆହୁରି ଉତ୍ସାହିତ କରିବା ପାଇଁ, ଆଉ ଭଗବାନଙ୍କ ପ୍ରତି ନିଜର ଶ୍ରଦ୍ଧା ଦେଖାଇବା ପାଇଁ କମେଣ୍ଟ ବକ୍ସରେ ଓମ୍ ନମୋ ଭଗବତେ ବାସୁଦେବାୟ କିମ୍ବା ଜୟ ଜଗନ୍ନାଥ ଲେଖିବାକୁ ଭୁଲିବେନି। ଆଗାମୀ ଆଲୋଚନାରେ ଆମେ ଗୀତାର ଆହୁରି ଆଗକୁ ଯିବା। ପରବର୍ତ୍ତୀ ଶ୍ଲୋକ ହେଉ ବା ଅନ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ। ହଁ, ଅପେକ୍ଷା ରହିଲା। ସେ ପର୍ଯ୍ୟନ୍ତ ଆଜି ଯାହା ସବୁ ଆଲୋଚନା ହେଲା, ବିଶେଷ କରି ସ୍ଥିତପ୍ରଜ୍ଞର ଲକ୍ଷଣଗୁଡ଼ିକ, ସେଗୁଡ଼ିକ ଉପରେ ଟିକେ ମନନ କରନ୍ତୁ, ଆଉ ପାରୁଥିଲେ ଧୀରେ ଧୀରେ ନିଜ ଜୀବନରେ ବି ଲଗେଇବାକୁ ଚେଷ୍ଟା କରନ୍ତୁ। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।